ବଦଳିଲା ମନରେଗା ନାଁ। କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ମନରେଗା ଯୋଜନାରେ ନାମ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା ନାଁରେ ଏମିତି ନାମିତ କରିଛନ୍ତି। ଏହି ଯୋଜନାରେ ସର୍ବନିମ୍ନ ନିଯୁକ୍ତି ଦିବସକୁ ମଧ୍ୟ ବୃଦ୍ଧି କରାଯାଇଛି। ପୂର୍ବରୁ ସର୍ବନିମ୍ନ 125 ଦିନ ନିଯୁକ୍ତି ଦିବସ ଥିବାବେଳେ ଏହାକୁ 240 ଦିନ ଯାଏ ବୃଦ୍ଧି କରାଯାଇଛି। ପ୍ରଥମେ ଏହି ଯୋଜନାର ନାଁ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ରହିଥିଲା। ପରେ ଏହାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ବଦଳାଯାଇଥିଲା। କିନ୍ତୁ ଏବେ ଏହାକୁ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା ନାମରେ ନାମିତ କରାଯାଇଛି।